ଗୁରୁ ପୂର୍ଣ୍ଣିମା କାହିଁକି ପାଳିତ ହୁଏ? କ'ଣ ରହିଛି ଏହି ଦିନର ମହତ୍ତ୍ୱ? ଆସନ୍ତୁ ଜାଣିବା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ମୋ ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ତାହେଲେ ଆସନ୍ତୁ ଜାଣିବା ଏହି ଗୁରୁ ପୂର୍ଣ୍ଣିମାଟି କାହିଁକି ପାଳିତ ହୁଏ ଆଉ କ'ଣ ରହିଛି ଏହାର ମହତ୍ତ୍ୱ। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗେ ତେବେ ଲାଇକ୍ ସେୟାର କମେଣ୍ଟ ନିଶ୍ଚିତ ଭାବରେ କରିଦେବେ। ଯେଉଁମାନେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ତେବେ ଡେରି କାହିଁକି, ଆସନ୍ତୁ ଜାଣିବା ଏହି ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ କ'ଣ, କାହିଁକି ପାଳନ ହୁଏ ଏହି ଗୁରୁ ପୂର୍ଣ୍ଣିମା। ତେବେ ଦର୍ଶକ ବନ୍ଧୁ, ସନାତନ ଧର୍ମରେ ଏହି ଶ୍ଲୋକଟି ଗୁରୁଙ୍କ ମହତ୍ତ୍ୱକୁ ଜୀବନରେ ଦର୍ଶାଇଥାଏ ଏବଂ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖାଯାଇଥାଏ। ଗ୍ରନ୍ଥଗୁଡ଼ିକରେ ଗୁରୁଙ୍କୁ ସ୍ୱୟଂ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି। ସନାତନ ଧର୍ମରେ ସର୍ବପ୍ରଥମେ ବିଦ୍ୟାର୍ଥୀଙ୍କୁ ବେଦର ଶିକ୍ଷା ଦିଆଯାଇଥିଲା, ଯାହାକି ଯୁଗେ ଯୁଗେ ଗ୍ରହଣୀୟ ଅଟେ। ମନୁଷ୍ୟଙ୍କୁ ସର୍ବପ୍ରଥମେ ବେଦ ଶିକ୍ଷା ମହର୍ଷି ବେଦବ୍ୟାସ ଦେଇଥିଲେ, ତେଣୁ ତାଙ୍କୁ ସନାତନ ଧର୍ମରେ ପ୍ରଥମ ଗୁରୁ ଭାବରେ ଗ୍ରହଣ କରାଯାଇଥାଏ। ତାଙ୍କର ଜନ୍ମତିଥିକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ। ତେବେ ଦର୍ଶକ ବନ୍ଧୁ, ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି। ଗୁରୁ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ, ତେଣୁ ଆଷାଢ଼ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାକୁ ଗୁରୁଙ୍କୁ ସମ୍ମାନ, ପୂଜନ ଏବଂ ମହତ୍ତ୍ୱ ଦିଆଯାଇଥାଏ। ବେଦବ୍ୟାସଙ୍କ ଜୟନ୍ତୀ କାରଣରୁ ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଚଳିତ ବର୍ଷ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଜୁଲାଇ 21 ତାରିଖ ଅର୍ଥାତ୍ ଆଜି ପାଳିତ ହେଉଛି। ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ ଅନେକ ଗୁଡ଼ିଏ ସଂଯୋଗର ମିଳନ ହେଇଛି ଏବଂ ଏହି ଦିନ ସର୍ବାର୍ଥ ସିଦ୍ଧି, ରବି, ପ୍ରୀତି ଏବଂ ବିଷକୁମ୍ଭ ଯୋଗ ମଧ୍ୟ ଘଟୁଛି। ତେବେ ଦର୍ଶକ ବନ୍ଧୁ, ଆଷାଢ଼ ମାସର ପୂର୍ଣ୍ଣିମା ଦିନକୁ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ। ଏହି ଦିନଟିରେ ତ୍ରିମୂର୍ତ୍ତି ଅର୍ଥାତ୍ ବ୍ରହ୍ମା ବିଷ୍ଣୁ ଏବଂ ମହେଶଙ୍କୁ ପୂଜା କରାଯିବାର ଅନେକ ମହତ୍ତ୍ୱ ରହିଛି। ଆଜିର ଦିନରେ ଅନେକ ସ୍ଥାନରେ ତ୍ରିନାଥ ମେଳା ମଧ୍ୟ କରାଯାଇଥାଏ, ଯାହାଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଶୁଭ ଆଗମନ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ପୂଜନର ଖୁବ୍ ମହତ୍ତ୍ୱ ରହିଛି। ଏହି ଦିନ ଗୁରୁଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଶୁଭ ଆଗମନ ହୋଇଥାଏ। ଗୁରୁ ପୂର୍ଣ୍ଣିମା ଦିନ ଗୁରୁଙ୍କୁ ପୂଜନ କରିବା ଦ୍ୱାରା ଜୀବନରେ ପ୍ରକାଶ ଆସିଥାଏ ଏବଂ ଜୀବନରେ ସଫଳତା ପାଇଁ ଗୁରୁଙ୍କ ଆଶୀର୍ବାଦ ନେବା ଜରୁରୀ ଅଟେ। ବ୍ୟାସ ପୂର୍ଣ୍ଣିମାରେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ପୂଜା ଅର୍ପଣ କରିବା ସହିତ ଶ୍ରୀ ହରିଶୟନ ଯୋଗରେ ରହିଥିବା କାରଣରୁ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ ଅଟେ। ଏହାଦ୍ୱାରା ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ। ଦର୍ଶକ ବନ୍ଧୁ, କଦାପି ଆଜିର ଦିନରେ ଗୁରୁଜନଙ୍କୁ ଅବମାନନା କିମ୍ବା ଅସମ୍ମାନ କରନ୍ତୁ ନାହିଁ, କାହିଁକି ନା ଏହା ଜୀବନ ଉପରେ ଅତି ଖରାପ ପ୍ରଭାବ ପକାଇଥାଏ। ତେବେ ଦର୍ଶକ ବନ୍ଧୁ, ଘରର ସମ୍ମାନୀୟ ବ୍ୟକ୍ତିଙ୍କର ଗୁରୁ ପୂର୍ଣ୍ଣିମା ଦିନ ପୂଜା କରିବା ଜରୁରୀ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆମେ ଏହି ଦିନରେ କ'ଣ କ'ଣ କରିବା ଉଚିତ, କେଉଁ 5ଟି କାମ କରିବା ଉଚିତ। ନମ୍ବର 1, ଯେଉଁ ବ୍ୟକ୍ତିଙ୍କ ଜୀବନରେ ସର୍ବଦା ଉତ୍ଥାନ ପତନ ଦେଖାଦେଉଛି ସେମାନେ ଆଜିର ଦିନରେ କିଛିଟା ମହତ୍ କାର୍ଯ୍ୟ ନିହାତି କରିବା ଜରୁରୀ, ଯାହାଦ୍ୱାରା ତ୍ରିନାଥଙ୍କ କୃପାରୁ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ନମ୍ବର 2, ଗୁରୁ ପୂର୍ଣ୍ଣିମା ଦିନ ହଳଦୀରେ ସ୍ୱସ୍ତିକ ଚିହ୍ନ ଘରର ଉତ୍ତର ଦିଗରେ କରିବା, ତା ଉପରେ ସିନ୍ଦୁର ଟୋପା ଦେବା ଦ୍ୱାରା ଜୀବନର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ନମ୍ବର 3, ଯଦି ଆପଣ ବାସ୍ତୁଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜିର ଦିନରେ ଗୋଟିଏ ପାତ୍ରରେ ରାଶି ଏବଂ ଗୁଡ଼ ରଖି ପଣ୍ଡିତଙ୍କୁ ଦାନ କରନ୍ତୁ। ସମସ୍ତ ବାସ୍ତୁ ସମସ୍ୟା ଅବିଳମ୍ବେ ଦୂର ହୋଇଯିବ। ନମ୍ବର 4,
ଶିକ୍ଷାର୍ଥୀ ମାନେ ନିଜ ଶିକ୍ଷାର ଉନ୍ନତି ପାଇଁ ଆଜିର ଦିନରେ ନିଜ ବହି ଟେବୁଲ ନିକଟରେ ଗଣେଶଙ୍କୁ ହଳଦୀ ପାଣିରେ ଛିଞ୍ଚି ସ୍ଥାପନ କରନ୍ତୁ ଏବଂ ଗୋଟିଏ ଦୀପ ଜଳାନ୍ତୁ। ଏହାଦ୍ୱାରା ଶିକ୍ଷାରେ ଉନ୍ନତି ହେବ। ନମ୍ବର 5, ଯଦି ଲଗାତାର ଭାବରେ ବ୍ୟବସାୟରେ ଅସୁବିଧା ହେଉଛି ତେବେ ଏହି ଗୁରୁ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ। ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତି ହେବ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଛୋଟିଆ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ତେବେ ଆଜି ପାଇଁ ଏତିକି, ଦେଖା ହେବା ଆଉ ଗୋଟେ ବହୁତ ସୁନ୍ଦର ଭିଡ଼ିଓରେ। ତେବେ ଦର୍ଶକ ବନ୍ଧୁ, ଆପଣ ଏବଂ ଆପଣ ପରିବାର ସବୁବେଳେ ହସ ଖୁସିରେ ରହନ୍ତୁ। ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ପରିବାର ସହିତ ସବୁବେଳେ ରହନ୍ତୁ।